ରାତିରେ ତକିଆ ତଳେ ଚୁପଚାପ ରଖିଦିଅନ୍ତୁ ଗୋଟିଏ କଏନ୍। ତାପରେ ଦେଖନ୍ତୁ ଚମତ୍କାର। ଚୁପଚାପ ରାତିରେ ତକିଆ ତଳେ ରଖିଦିଅନ୍ତୁ 1 ଟଙ୍କାର କଏନ୍। ଆପଣଙ୍କ ଭାବନା ବାହାରେ ହେବ ଚମତ୍କାର, ବଦଳିଯିବ ଭାଗ୍ୟ। ଶୋଇବା ସମୟରେ ବ୍ୟବହାର କରୁଥିବା ତକିଆ ମଧ୍ୟ ବ୍ୟକ୍ତିକୁ ମାଲାମାଲ କରିପାରେ। ଶୋଇବା ସମୟରେ ମନୁଷ୍ୟ ବ୍ୟବହାର କରୁଥିବା ତକିଆ ଏତେ ଆବଶ୍ୟକ ହୋଇଥାଏ ଯେ ତାହା ଅନେକ ଗୁଣା ମୂଲ୍ୟବାନ ଜିନିଷଠାରୁ ବି ଅଧିକ ମୂଲ୍ୟବାନ ହୋଇଥାଏ। କାରଣ ବ୍ୟକ୍ତି ଯେତେ ଧନୀ ହୁଅନ୍ତୁ କିମ୍ବା ବଡ଼ଲୋକ ହୁଅନ୍ତୁ, ସମସ୍ତେ ଶୋଇବା ସମୟରେ ସୁନାର ତକିଆ ନୁହେଁ ବରଂ ସେହି ସାଧାରଣ ତକିଆ ହିଁ ବ୍ୟବହାର କରିଥାନ୍ତି। ହୁଏତ ତକିଆ ଦେଖିବାକୁ ସାଧାରଣ ହୋଇଥାଏ, ମାତ୍ର ବିଶେଷ ଉପଯୋଗ ଦ୍ୱାରା ମନୁଷ୍ୟ ରାତାରାତି ମାଲାମାଲ ହୋଇପାରେ। ଆଜିକାର ଲେଖାରେ ଆମେ କିଛି ଏପରି ଜିନିଷ ବିଷୟରେ କହିବୁ ଯାହାକୁ ତକିଆ ତଳେ ରଖି ଶୋଇବା ଦ୍ୱାରା ରାତାରାତି ମନୁଷ୍ୟର ଭାଗ୍ୟ ବଦଳିଯିବ। ସକାରାତ୍ମକ ଶକ୍ତିପୂର୍ଣ୍ଣ ମୟୂରପର। ସକାରାତ୍ମକ ଶକ୍ତିକୁ ସକ୍ରିୟ କରିବା ପାଇଁ ଏବଂ ନିଜ ଜୀବନରେ ସବୁ କାର୍ଯ୍ୟରେ ସଫଳ ହେବା ପାଇଁ ନିଜ ତକିଆ ତଳେ ମୟୂରପର ନିଶ୍ଚିତ ରଖିବା ଉଚିତ। ଏହାର ପ୍ରଭାବ ଅତ୍ୟନ୍ତ ଲାଭକାରୀ ସିଦ୍ଧ ହୋଇଥାଏ। ତକିଆ ତଳେ ମୟୂରପର ରଖି ଶୋଇବା ଦ୍ୱାରା ବ୍ୟକ୍ତିର ଜାତକରେ ଲାଗିଥିବା ଦୋଷ ଧୀରେ ଧୀରେ ଶେଷ ହୋଇଯାଏ। ଏହି କାରଣରୁ ବ୍ୟକ୍ତିର ଭାଗ୍ୟ ସର୍ବଦା ତା'ର ସପକ୍ଷରେ ଥାଏ। ଦୁର୍ଘଟଣାରୁ ମୁକ୍ତି ମିଳିଥାଏ। ଏହାପରେ ସକାଳୁ ନିଦରୁ ଉଠି ତକିଆ ତଳେ ରଖିଥିବା ମୟୂରପରର ଦର୍ଶନ କରନ୍ତୁ। ତୁଳସୀ ପତ୍ର। ରାତିରେ ଶୋଇବା ସମୟରେ ତକିଆ ତଳେ 4-5ଟି ତୁଳସୀ ପତ୍ର ରଖି ଶୋଇବା ଦ୍ୱାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ସକାଳୁ ଉଠି ସେହି ତୁଳସୀ ପତ୍ରକୁ ସେବନ କରନ୍ତୁ। ଏପରି କରିବା ଦ୍ୱାରା ନକାରାତ୍ମକ ଶକ୍ତିଠାରୁ ମୁକ୍ତି ମିଳିଥାଏ ଏବଂ ରୋଗରୁ ମୁକ୍ତି ମିଳିଥାଏ। ମାତ୍ର ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ, ତାହାକୁ ସନ୍ଧ୍ୟା ପୂର୍ବରୁ ହିଁ ଛିଡ଼ାଇ ରଖନ୍ତୁ। କାରଣ ତୁଳସୀ ପତ୍ର କେବେ ବି ବାସି ହୋଇନଥାଏ। ମାତ୍ର ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡ଼ାଇଲେ ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଆନ୍ତି। ମୁଦ୍ରା। ରାତିରେ ଶୋଇବା ସମୟରେ ତକିଆ ତଳେ ଟଙ୍କିକିଆ କଏନ୍ ରଖିଦିଅନ୍ତୁ। ସକାଳୁ ଉଠି ତାହାକୁ କୌଣସି ଗରିବ ବ୍ୟକ୍ତିକୁ ଦାନ କରିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କର ସବୁ ସମସ୍ୟାର ଅନ୍ତ ହୋଇଯିବ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିଯିବ। ଏହାଦ୍ୱାରା ବ୍ୟକ୍ତିର ଦୋଷ ଧୀରେ ଧୀରେ କମ୍ ହୋଇଥାଏ ଏବଂ ତା ଉପରେ ସକାରାତ୍ମକ ଶକ୍ତିର ସଞ୍ଚାର ବଢ଼ିଥାଏ। ସୁନାର ଆଭୂଷଣ। ଯଦି ଆପଣଙ୍କ ଜାତକରେ ଚନ୍ଦ୍ରମା ଠିକ୍ ସ୍ଥିତିରେ ନାହାନ୍ତି, ତେବେ ତକିଆ ତଳେ ରୂପା ମୁଦ୍ରା ନିଶ୍ଚୟ ରଖନ୍ତୁ। ଯଦି ଆପଣଙ୍କ ଜାତକରେ ବୁଧ ଗ୍ରହ ଦୋଷ ରହିଛି, ତେବେ ତକିଆ ତଳେ ସୁନାର ଆଭୂଷଣ ରଖିଦିଅନ୍ତୁ। ଧୀରେ ଧୀରେ ଦୋଷ